ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସାହିତ୍ୟିକମାନେ ସ୍ୱର ଉଠାନ୍ତୁ। ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସାହିତ୍ୟିକମାନେ ସ୍ୱର ଉଠାଇବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଆହ୍ୱାନ ଜଣାଇଛନ୍ତି। ଚଳିତ ଜାନୁଆରୀ 19 ତାରିଖ ଦିନ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ମୁକ୍ତି ଆନୁକୂଲ୍ୟରେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ଭାରତୀୟ ଭାଷା ଓ ସଂସ୍କୃତି ଉପରେ ପ୍ରଭାବ ତଥା ବିଚାର ସମ୍ପର୍କରେ ଅଷ୍ଟମ ତ୍ରିଦିବସୀୟ ରାଷ୍ଟ୍ରୀୟ କର୍ମଶାଳା ଓ ବହୁଭାଷୀ କାବ୍ୟପାଠର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଏହି ଆହ୍ୱାନ ଦେଇଛନ୍ତି। ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ କେବଳ ଏକ ପରିବେଶଗତ ଚ୍ୟାଲେଞ୍ଜ ନୁହେଁ, ବରଂ ସାଂସ୍କୃତିକ ଐତିହ୍ୟ ସମେତ ଜୀବନର ପ୍ରତ୍ୟେକ ଦିଗ ଉପରେ ଗଭୀର ପ୍ରଭାବ ପକାଇଥାଏ। ପ୍ରକୃତି ଏବଂ ସଂସ୍କୃତି ମଧ୍ୟରେ ସମ୍ପର୍କ ଭାରତୀୟ ସଭ୍ୟତାର ଏକ ମୌଳିକ ଉପାଦାନ ହୋଇଆସିଛି। ଭାରତୀୟ ସାହିତ୍ୟ ଏହାର ବିଶାଳତା, ବିବିଧତା ଓ ପରିବେଶଗତ ଚେତନାର ସମୃଦ୍ଧ। ତଥାପି ଆଜି ଆମେ ଯେଉଁ ଦ୍ରୁତ ପରିବେଶଗତ ପରିବର୍ତ୍ତନ ଦେଖୁଛୁ, ତାହା ଧୀରେ ଧୀରେ ଏହି ସମନ୍ୱୟକୁ ବ୍ୟାହତ କରୁଛି। ଏହି ବାଧାଗୁଡ଼ିକ କେବଳ ପରିବେଶଗତ ନୁହେଁ, ବରଂ ଭାଷାଗତ ଓ ସାଂସ୍କୃତିକ ମଧ୍ୟ। ଏହା ଆମ ଭାଷା ଓ ପରମ୍ପରାକୁ ପ୍ରଭାବିତ କରୁଛି ବୋଲି ରାଜ୍ୟପାଳ କହିଥିଲେ। ଆଜି ପରିବେଶ ସଚେତନତା ଜାଗ୍ରତ କରିବା ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବା ପାଇଁ ସାହିତ୍ୟର ବ୍ୟବହାର ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ ଏବଂ ପ୍ରାଣୀ ଜଗତକୁ ସୁସ୍ଥ ଓ ସଶକ୍ତ ରଖିବା ପାଇଁ ସାହିତ୍ୟିକମାନେ ନିରନ୍ତର କଲମ ଚାଳନା ଜାରି ରଖିବାକୁ ରାଜ୍ୟପାଳ ଡକ୍ଟର କମ୍ଭମପତି ଆହ୍ୱାନ ଜଣାଇଥିଲେ। ଏହି ସମାରୋହରେ ପୂର୍ବତନ ଲୋକସଭା ସାଂସଦ ତଥା ବିଶ୍ୱମୁକ୍ତିର ଚେୟାରମ୍ୟାନ୍ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଭାରତ ସରକାରଙ୍କ RCMRର ADG ଡକ୍ଟର ସଂଘମିତ୍ରା ପତି, ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର ପୂର୍ବତନ CMD ଶ୍ରୀମତୀ ଆହୁତି ସ୍ୱାଇଁ, ବିଶ୍ୱମୁକ୍ତିର ସମ୍ପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ପରିବେଶ ପରିବର୍ତ୍ତନ ଦ୍ୱାରା କିପରି କଳା ଓ ସଂସ୍କୃତି, ଭାଷା ଓ ସାହିତ୍ୟ ପ୍ରଭାବିତ ହେଉଛି ସେ ସମ୍ପର୍କରେ ଅବତାରଣା କରିଥିଲେ। ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ଭାଷାର କୃତି ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଭିନ୍ନ ଭାଷାର ପୁସ୍ତକ ଉନ୍ମୋଚନ କରାଯାଇଥିଲା ଏବଂ ବିଶ୍ୱମୁକ୍ତିର ସ୍ୱତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ୍।